প্রিয় দর্শক নমস্কার, ମୁଁ ଡକ୍ଟର ଭବତୋଷ ମଣ୍ଡଳ ଆଜି ୟୁଫ୍ରେସିଆ ଅଫିସିନାଲିସ୍ ଔଷଧଟି ଆଲୋଚନା କରିବି। ଏହି ୟୁଫ୍ରେସିଆ ଔଷଧଟି ଆଖି ସମସ୍ୟାରେ ବହୁତ ଉପକାରୀ। ତେବେ କେଉଁ ଲକ୍ଷଣ ସବୁ ଦେଖିଲେ ଆମେ ଏହି ଔଷଧଟି ବ୍ୟବହାର କରିବା ଆସନ୍ତୁ ଜାଣିବା। ক্ষত বা ঘা সৃষ্টিকারী অশ্রুস্রাব অর্থাৎ আখিরু ଯେଉଁ ପାଣି ବାହାରେ ତାହା ଯେଉଁ ସ୍ଥାନରେ ଲାଗେ ସେହି ସ୍ଥାନରେ ଘା ବା ক্ষତ ସୃଷ୍ଟି ହୁଏ। ମାତ୍ର ୟୁଫ୍ରେସିଆ ରୋଗୀର ନାକରୁ ଯେଉଁ ପତଳା ସର୍ଦ୍ଦି ଆସେ ସେଥିରେ ଘା ବା ক্ষତ ହୁଏ ନାହିଁ। ଆଖି ସମସ୍ୟା ଯେକୌଣସି କାରଣ ଯୋଗୁଁ ହେଉ, ଯେପରି ଆଘାତ ଜନିତ, ଥଣ୍ଡା ଯୋଗୁଁ, ক্ষতযুক্ତ ହେଉ ବା ନ ହେଉ, ମାତ୍ର ଆଖି ପାଣିରେ ক্ষତ ବା ଘା ସୃଷ୍ଟି ହେଉଥିଲେ ସେଠାରେ ୟୁଫ୍ରେସିଆ ଉପକାରୀ। ଆଖି ଭିତର ଅଂଶ ଲାଲ ହୋଇଯାଏ, ଆଖି ପତା ଫୁଲିଯାଏ, ଆଖି ଭିତରେ ଓ ବାହାରେ ଘା ସୃଷ୍ଟି ହୁଏ, ଅଠା ପରି ମ୍ୟୁକସ୍ ଦ୍ୱାରା ଆଖି ପତା ଯୋଡ଼ି ହୋଇଯାଏ, ଆଲୁଅ ଆଡ଼କୁ ଅନେଇ ହୁଏ ନାହିଁ, ଆଖି ଭିତରେ ଧୂଳି ବା ବାଲି ରହିବା ପରି କର୍କର ଲାଗେ, ମନେ ହୁଏ ଯେପରି ଆଖି ଭିତରେ କିଛି ଅଛି, ଆଖି କୁଣ୍ଡେଇ ହୁଏ, ଆଖି ପ୍ରଦାହ, ଆଖିରେ ଛାଣି ପଡ଼ିବା ଆଦିରେ ଭଲ କାମ କରେ। ପ୍ରିୟ ଦର୍ଶକ, ଯଦି କୌଣସି ରୋଗୀର ଆଖି ଧରେ ବା ସାଧାରଣ ଥଣ୍ଡା ଯୋଗୁଁ ଆଖିରେ ଏପରି ସମସ୍ୟା ଉପୁଜେ, ତେବେ ୟୁଫ୍ରେସିଆ 30 2 ଠୋପା ଲେଖାଏଁ ଔଷଧ ଦିନକୁ 3-4 ଥର ସେବନ କରିବାକୁ ଦିଅନ୍ତୁ, ନିଶ୍ଚୟ ସୁଫଳ ମିଳିବ। ପ୍ରିୟ ଦର୍ଶକ, ଯଦି ଆମର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ এই ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଆଉ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।